ଯାହାଟା ଫିଲ୍ କରୁଛି ତାକୁ ଶବ୍ଦରେ କହିହବନି। କ୍ଷମା କରିବେ, କୌଣସି ପ୍ରକାରର ଶବ୍ଦ ଫେଲ୍ ମାରିଯିବ ମୋର ଇମୋସନ୍ସକୁ, ବା ଯାହାଟା ମୁଁ ଭାବୁଛି, ମତେ ଯାହା ଲାଗୁଛି ତାକୁ କହିବା ବସ୍। ମାନେ ଇଏ ଜୀବନର ସତ୍ୟ, ଏକମାତ୍ର ସତ୍ୟ। ଇଏ ଆସନ୍ତି, ସେ ଯାଆନ୍ତି। ଆଉ କିନ୍ତୁ ସାନ ଭାଇଟା ଏତେ ଜଲ୍ଦି ଯିବ ସେଟା କେବେ ସ୍ୱପ୍ନରେ ବି ଭାବିନଥିଲି। ଆଉ ବହୁତ ଝୁରୁଛି ତାକୁ। ତାର କିଛି ଗୋଟେ ମିରାକଲ ହୁଅନ୍ତା କି ପଳେଇ ଆସନ୍ତା, ଏମିତି ଲାଗୁଛି। ବସ୍ ମାନେ ତାଙ୍କ ମାଆକୁ ସବୁ ପ୍ରକାରର ଶକ୍ତି ମିଳୁ, ବା ତାଙ୍କୁ ମହାପ୍ରଭୁ ବହୁତ ଧୈର୍ଯ୍ୟ ଆହୁରି ଦିଅନ୍ତୁ। କାରଣ ସେ ଯେତିକି ଗତ କିଛି ବର୍ଷ ଭିତରେ ଗୋଟେ ପରେ ଗୋଟେ ଯୋଉ ହରେଇ ଚାଲିଛନ୍ତି ନିଜର ସମ୍ପର୍କୀୟଙ୍କୁ, এটা ସହଜ ନୁହଁ କାହା ପାଇଁ କି ସେ ଜିନିଷକୁ ସମ୍ଭାଳିବା। ମୁଁ ହ୍ୟୁମାନ ଜଣେ ବଡ ଭାଇ ହିସାବରେ ତାଙ୍କ ମାଆଙ୍କୁ ମୁଁ ନିଜ ମା ବୋଲି ମାନୁଛି। ଆଉ ଯେତିକି ପାରିବି ସେତିକି ତାଙ୍କ ସହିତ ଯୋଗାଯୋଗ ମଧ୍ୟ ରହିବି। ଆଉ ଚାହିଁବି କି ଯେତେବେଳେ କେତେବେଳେ ଦରକାର ହେଲେ ଯଦି ମୋ ଦ୍ୱାରା କିଛି ହେଇପାରୁଥିବ ମାଙ୍କ ପାଇଁ, ତ ଅଲବତ କରିବାକୁ ଚେଷ୍ଟା କରିବି। ଆଉ ହ୍ୟୁମାନ କେବେ ମାନେ ମୁଁ ମୁଁ ତ ଏପର୍ଯ୍ୟନ୍ତ ବିଶ୍ୱାସ କରିପାରୁନି ତା ହ୍ୟୁମାନଙ୍କ ବିନା କୌଣସି ସିନେମା ମୋ ମୋର ଚଳଚ୍ଚିତ୍ରରେ ବା ବଡ ପର୍ଦ୍ଦାରେ ମୋ ଆୱାଜକୁ ମୁଁ ହରେଇ ଦେଇଛି ଆଜ୍ଞା। ଆଜି ସେଠି ହ୍ୟୁମାନ ଙ୍କର ଶରୀର ପୋତି ହେଇଛି, ମୋ ଆୱାଜ ବି ସେଠି ପୋତି ହେଇଛି ମୋତେ ଶୁଣିଲା। ଭାବି ପାରୁନି ତା ବିନା କିଛି, ମିଛ କହିବାକୁ ଚାହୁଁନି, ତା ବିନା କିଛି ଭାବି ପାରୁନି। ଆଉ ମୋର ଆଗାମୀ ଦୁଇଟି ଚଳଚ୍ଚିତ୍ରର ସେ ଗୀତ କମ୍ପୋଜିସନ ମଧ୍ୟ କରିଛନ୍ତି, ଏବଂ ଗୋଟେ ହିନ୍ଦୀ ମ୍ୟୁଜିକ ଭିଡିଓର ବି ସେ କମ୍ପୋଜିସନ କରିଛନ୍ତି, ଗାଇଛନ୍ତି। ତ ସେଗୁଡାକୁ ରିଲିଜ କରିଦବୁ ଯଦି ଆଉ ପାଖରେ ରହିବନି ଗୀତ ତାର କିଛି ଆମ ପାଖରେ। କିନ୍ତୁ ସେ ତ ଆସିବନି, ମାନେ କଣ କହିବି ଆଜ୍ଞା। ଦେଖନ୍ତୁ ଆଜ୍ଞା, ହ୍ୟୁମାନ ସାଙ୍ଗରେ ମୋର ଗୋଟେ ନିଜ ଭାଇ ଭଳିଆ ସମ୍ପର୍କ। ଆଉ ବହୁତ କଥା ସେ କୁହେ, ବହୁତ କଥା ତ ହେଇଛି। ଅନେକ କଥା ସିଏ ବୋଧେ ବଡ ଭାଇ ଭାବିକି କହି ନଥିବ। କିନ୍ତୁ ମୁଁ ଏଇଟା ନିଶ୍ଚିତ ଭାବରେ ଆପଣଙ୍କର ପ୍ରଶ୍ନର ଉତ୍ତର ଦେଇକି କହିବି କି ତଦନ୍ତ ତ ନିଶ୍ଚୟ ହବା ଉଚିତ, ଆଉ ହବ ମଧ୍ୟ। ମୁଁ ତ ନ୍ୟାୟ ଦେଲା ବାଲା ମଣିଷ ନୁହଁ, ବଟ୍ ନ୍ୟାୟ ପାଇଁ ଲଢିବି। ଏବଂ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାବୁଙ୍କୁ ଗୋଟେ ଲିଖିତ ଦେଇଥିଲି ବି କି ଏ ବିଷୟରେ ଏଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି। ଏବଂ ସିଏ ବି ୟାକୁ ବହୁତ ଗୁରୁତ୍ୱପୂର୍ଣ୍ଣ କଥାକୁ ନେଇକି ବହୁତ ସିରିୟସଲି ତାକୁ ନେଇଛନ୍ତି। ଏବଂ ବହୁତ ଜଲ୍ଦି ବହୁତ କିଛି ସାମ୍ନାକୁ ଆସିବ। ତ ଯୋଉମାନେ ବି ସଂଶ୍ଳିଷ୍ଟ ଅଛନ୍ତି, ଆଉ ଯୋଉମାନେ ବି ଦାୟୀ, ସେମାନେ ଦଣ୍ଡ ନିଶ୍ଚୟ ପାଇବେ। ଖାଲି ଆପଣମାନଙ୍କ ମାଧ୍ୟମରେ ମୁଁ ଗୋଟେ ଛୋଟିଆ ଅନୁରୋଧ କରିବା ପାଇଁ ଚାହିଁବି ସମଗ୍ର ଓଡ଼ିଶାବାସୀଙ୍କୁ, ଏବଂ ଆପଣମାନଙ୍କ ମାଧ୍ୟମରେ ସବୁ ଗଣମାଧ୍ୟମ ଭାଇ ଭଉଣୀ ମାନଙ୍କୁ ବି। କାରଣ ଆପଣମାନେ ହଉଛନ୍ତି ଆମର ସାହସ, ଆପଣମାନଙ୍କୁ ନେଇକି ଆମର ଦମ୍ଭ। ତ ବହୁତ ଜଣ କଣ କରୁଛନ୍ତି ନା, ଯୋଉମାନେ ଆକ୍ଚୁଆଲି ମିଡିଆ ନୁହନ୍ତି, ସେମିତି କେତେ ଜଣ ଲୋକ ପ୍ରଚାର ପ୍ରସାରେ ଲାଗିଛନ୍ତି କି ମଦ ପିଇବା ଯୋଗୁରୁ ବା ନିଶା କରିବା ଯୋଗୁରୁ ହ୍ୟୁମାନ ଚାଲିଗଲେ ବୋଲି। ତ ଆମେ ଥରେ ଭାବିବା ଦରକାର କି ଆମର ଜଣେ ଓଡିଶାର ଜଣେ ସୁପରଷ୍ଟାର, ଯିଏ ଟିଟିଲାଗଡର ଏଇ ମାଟିରୁ ଯାଇକି ଓଡିଶାର କୋଉ କୋଣ ଅନୁକୋଣରେ ତା ଆୱାଜ ନ ପହଞ୍ଚେଇଛନ୍ତି। ସାରା ପୃଥିବୀରେ ଓଡିଆ ଗୀତକୁ ଶୁଣୁଥିବା ଜାଣୁଥିବା ଲୋକମାନେ ତାକୁ ଚିହ୍ନିଛନ୍ତି। ତ ଆମର ଜଣେ ଏଡେ ବଡ ସୁପରଷ୍ଟାର, ଆମର ଜଣେ ଲିଜେଣ୍ଡ ଯାହା ବି କହିପାରିବେ, ବହୁତ କମ ସମୟରେ ସେ ଏତେ ସବୁ ଆଚିଭ କଲେ। ସେ ଗଲା ପରେ ତାର ଭଲ ଜିନିଷକୁ, ଭଲ କଥାକୁ ଆମେ ବହୁତ କମ ମନେ ପକେଇଛୁ, ବହୁତ କମ ଚର୍ଚ୍ଚା କରିଛୁ। ଏବଂ ଅନେକ ଜଣ ବାହାରିଛନ୍ତି ସବୁ ନିଜ ନିଜର ବାହାଦୁରୀ ନବା ପାଇଁ କି। କିଏ କହୁଛନ୍ତି ହ୍ୟୁମାନ ମୋ ପାଇଁ, ମାନେ ହ୍ୟୁମାନ ମୋ ପାଇଁ କି ଏମିତି କରନ୍ତି, ହ୍ୟୁମାନ ମୋ ପାଇଁ ସେମିତି କରନ୍ତି, ମୁଁ ହ୍ୟୁମାନ ପାଇଁ ଏଇଟା କରିଛି, ହ୍ୟୁମାନଙ୍କୁ ଏଇଟା ଦେଇଥିଲି। ଅନେକ ଅନେକ ପ୍ରକାର କଥା ଏମିତି ଶୁଣିବାକୁ ମିଳୁଛି। ତାଠୁ ବେଶୀ ହଉଛି ହ୍ୟୁମାନ କଣ କଣ ସୁନ୍ଦର ଗୀତ ଗାଇକି ଯାଇଛନ୍ତି, କୋଉ କମ ବୟସରେ କୋଉ ରେଞ୍ଜର କୋଉ ଲେଭେଲର ଗୀତ ସେ କାମ କରିକି ଯୋଉ ଯାଇଛନ୍ତି, ତାକୁ ଟିକେ ଚର୍ଚ୍ଚା ଯଦି ସେମାନେ କରନ୍ତେ ତାହେଲେ ଆହୁରି ଭଲ ହୁଅନ୍ତା। ଆମର ଓଡିଆ କଳାକାରଙ୍କ ବିଷୟରେ ସାରା ପୃଥିବୀରେ ଅଣ ଓଡିଆ ଲୋକମାନେ ବି ଜାଣନ୍ତି କି ଆମେ କୋଉ ଟ୍ୟାଲେଣ୍ଟ, ଆମେ ଏଇ ମାଟି ଜନ୍ମ ଦେଇଥିଲା। ଏଇ ଟିଟିଲାଗଡର ମାଟି ଯେତେବେଳେ 15 ବର୍ଷ ତଳେ ହ୍ୟୁମାନ ଆସିଥିଲେ ଲାଇନକୁ, ସେତେବେଳକୁ ତାଙ୍କ ଘର ସାମ୍ନାର ଏରିଆ କେମିତିଆ ଥିବ, ଆଜି କେମିତି ହେଇଛି, ଏବଂ ଏଇ ଜାଗାର
ପିଲା ଯାଇକି କଣ ସୁନାମ ଅର୍ଜନ କରିଛି, କେତେ ଲୋକଙ୍କର ଭଲ ପାଇବା ସାଉଁଟୁଛି ସାରା ପୃଥିବୀରୁ। ଏଇଟା ଆମର କର୍ତ୍ତବ୍ୟ ଆଜ୍ଞା କି ତାର ଭଲ କଥା ଗୁଡାକୁ ଆମେ ସାମ୍ନାକୁ ଆଣିକି ଚର୍ଚ୍ଚା କରିବା କଥା। ସେ ପିଲାର କିଛି ଦୋଷ ନଥିଲା, ସେ ନିଜର ପର୍ସନାଲ ଲାଇଫରେ ବହୁତ ଭୋଗିଛି। ସେ ସେ ତାର ଝିଅକୁ ତା ମାଆକୁ ତା ଜୀବନଠୁ ବେଶୀ ଭଲ ପାଏ। ଏବଂ ସେ ଯୋଉ କଥାଟି କହିଥିଲେ କି ସେ ବଞ୍ଚିଥିବା ଯାଏ ତା ଝିଅଙ୍କର କିଛି ଯେମିତି କେବେ କିଛି ନ ହଉ ସେଟାର ସେ ଦାୟିତ୍ୱ ନେବେ, ସେଥିରେ ଆମମାନେ ବି ଆଗକୁ ଆସିଛୁ। ତାଙ୍କ ସାଙ୍ଗେ ଦେଖା ହେଇଛି ଆଜ୍ଞା, ମୁଁ ତ ତାଙ୍କୁ ନିଜ ମା ବୋଲି ହିଁ ମାନୁଛି। ଆଉ ତାଙ୍କୁ ମୁଁ କହିଛି କି ଆପଣଙ୍କର ବଡ ପୁଅଟି ଅଛି, ଆପଣ ଏକା ହେଇନାହାନ୍ତି।